ଚାରି ଆର୍ଯ୍ୟ ସତ୍ୟ। ଏହି ଚାରି ଆର୍ଯ୍ୟ ସତ୍ୟ 2 ମାର୍କର ପ୍ରଶ୍ନ ଆସିଥାଏ। ଚାରି ଆର୍ଯ୍ୟ ସତ୍ୟ ହେଉଛି ଗୌତମ ବୁଦ୍ଧଙ୍କର ଏକ ନୀତିବାଣୀ। ଏହି ଚାରି ଆର୍ଯ୍ୟ ସତ୍ୟ ଗୌତମ ବୁଦ୍ଧଙ୍କ ନୀତିବାଣୀ ସେ ସୂତ ପିଟକରେ ବର୍ଣ୍ଣନା କରିଛନ୍ତି। ଚାରି ଆର୍ଯ୍ୟ ସତ୍ୟ କହିଲେ ପ୍ରଥମ ସତ୍ୟଟି ହେଉଛି ଦୁଃଖ। ଜୀବନ ଦୁଃଖମୟ ଅଟେ ବୋଲି ଗୌତମ ବୁଦ୍ଧ କହୁଛନ୍ତି। ଦ୍ୱିତୀୟ ସତ୍ୟଟି ହେଉଛି ଦୁଃଖର କାରଣ ମଣିଷର କାମନା ଅଟେ ବୋଲି କହୁଛନ୍ତି ସେ। ତୃତୀୟ ସତ୍ୟଟି ହେଉଛି ଦୁଃଖର ନିରୋଧ କେମିତି କରାଯାଇପାରିବ। ସେ କହୁଛନ୍ତି କାମନାର ଯଦି ବିନାଶ କରିହେବ ତାହେଲେ ଦୁଃଖର ନିରୋଧ ହୋଇପାରିବ। ଏବଂ ଚତୁର୍ଥ ସତ୍ୟଟି ହେଉଛି ଦୁଃଖର ନିରୋଧ ମାର୍ଗ। ସେ ଦୁଃଖର ନିରୋଧ କରିବା ପାଇଁ ମାର୍ଗ ପ୍ରଦର୍ଶନ କରିଛନ୍ତି ଏବଂ ସେହି ମାର୍ଗଟି ହେଉଛି ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ। ଏହି ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗକୁ ଅନୁସରଣ କଲେ ମଣିଷର ଜୀବନରେ ଦୁଃଖର ନିରୋଧ ହୋଇଥାଏ।